ଆସିଲା ପିଏମ୍ ଯୋଜନାର ନୂଆ ଅପଡେଟ୍। ଜାଣନ୍ତୁ କେମିତି କରିବେ ଆବେଦନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପାଆନ୍ତୁ ନିଜର ଘର। ଏହିପରି କରନ୍ତୁ ଆବେଦନ। ତେବେ କେମିତି ଆବେଦନ କରିବେ ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲ ସହ ଯୋଡ଼ି ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ନିଜର ଘର ତିଆରି କରିବା ସମସ୍ତଙ୍କର ସ୍ୱପ୍ନ, କିନ୍ତୁ ଯଦି ଏପର୍ଯ୍ୟନ୍ତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ଆଉ ନିରାଶ ହେବାର ଆବଶ୍ୟକତା ନାହିଁ। କାରଣ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳରେ 2.0 ଅଧୀନରେ 1 କୋଟି ନୂତନ ସହରାଞ୍ଚଳ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରସ୍ତୁତି ଚଳାଇଛି। ତେବେ ଯଦି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ କହିବା, ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ନିଜର ଘର ତିଆରି କରିବାରେ ସାହାଯ୍ୟ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ତେବେ କେତେ ପରିବାର ପାଇବେ ଲାଭ? ଜାଣନ୍ତୁ। ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧୀନରେ ସାରା ଦେଶରେ ସହରରେ ରହୁଥିବା ଯୋଗ୍ୟ ପରିବାରମାନଙ୍କୁ ପକ୍କା ଘର ତିଆରି କରିବାରେ ସାହାଯ୍ୟ କରାଯିବ। ସରକାର ଆଗାମୀ ପର୍ଯ୍ୟାୟରେ 1 କୋଟି ନୂତନ ଘର ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ସମ୍ପର୍କିତ ସୂଚନା ଏହି ଯୋଜନାରେ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଟ୍ୱିଟରରେ ସେୟାର କରାଯାଇଛି। ଏହି ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ଯୋଜନାର ଲାଭ ଉଠାଇବାକୁ ଏବଂ ଯଥାଶୀଘ୍ର ଆବେଦନ କରିବାକୁ ଅନୁରୋଧ କରାଯାଇଛି। ତେବେ ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ। ଏହି ଯୋଜନାରେ ଲାଭ ସେହି ସହରାଞ୍ଚଳ ପରିବାରମାନେ ଉଠାଇ ପାରିବେ ଯାହାଙ୍କ ପାଖରେ ଏପର୍ଯ୍ୟନ୍ତ ନିଜର ପକ୍କା ଘର ନାହିଁ ଏବଂ ଯେଉଁମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ସମ୍ଭାବଳୀ ପୂରଣ କରନ୍ତି। ଏହି ଯୋଜନାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ନିମ୍ନ ଆୟ ବର୍ଗ ଏବଂ ଅନ୍ୟ ଯୋଗ୍ୟ ପରିବାରମାନଙ୍କୁ ପ୍ରାଥମିକତା ଦିଏ। ଯଦି ଆପଣ ଆବେଦନ କରିବାକୁ ଚାହାନ୍ତି, ତେବେ ଏଥିପାଇଁ 2ଟି ବିକଳ୍ପ ରହିଛି। ପ୍ରଥମତଃ, ଏହି ଯୋଜନାରେ ଅଫିସିଆଲ ପୋଷ୍ଟରେ ଦିଆଯାଇଥିବା QR କୋଡ୍କୁ ସ୍କାନ୍ କରି ଆପଣ ସହଜରେ ଆବେଦନ କରିପାରିବେ। ନହେଲେ ଅନ୍ୟ ପକ୍ଷରେ PMAY 2.0ରେ ଅଫିସିଆଲ ପୋର୍ଟାଲକୁ ଯାଇ ଅନଲାଇନ ମାଧ୍ୟମରେ ମଧ୍ୟ ଆବେଦନ କରାଯାଇପାରିବ। ଯଦି ଆବେଦନ କରିବା ସମ୍ବନ୍ଧରେ ଆପଣଙ୍କୁ କୌଣସି ପ୍ରକାରର ସୂଚନା ଦରକାର, ତେବେ ଆପଣ ନିଜ ଅଞ୍ଚଳର ସହରୀ ସ୍ଥାନୀୟ ସଂସ୍ଥା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ। ତେବେ ସେଠାରେ ଆପଣଙ୍କୁ ଏହି ଯୋଜନା ସହ ଜଡ଼ିତ ସମସ୍ତ ସୂଚନା, ଯେପରିକି ଆବଶ୍ୟକୀୟ ଦଲିଲ ଏବଂ ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଦରକାର, ଯେପରିକି ଆବେଦନକାରୀଙ୍କ ଆଧାର କାର୍ଡ, ପରିବାରର ସଦସ୍ୟଙ୍କ ଆଧାର ବିବରଣୀ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ଏବଂ ଆୟ ପ୍ରମାଣପତ୍ର, ଜମି ସମ୍ବନ୍ଧୀୟ। ତେବେ ଆବେଦନ କରିବା ସମୟରେ ଏହି ସବୁ କାଗଜପତ୍ରଗୁଡ଼ିକ ନିଜ ପାଖରେ ରଖନ୍ତୁ। ଅଧିକ ସୂଚନା ପାଇଁ ଆପଣ ନିଜ ଅଞ୍ଚଳର ସ୍ଥାନୀୟ ସଂସ୍ଥା ସହିତ ଯୋଗାଯୋଗ କରିବେ।